ଆମର କର୍ମ ହିଁ ଆମର ଗ୍ରହ, ଆମର ମନ ହିଁ ଆମର ନକ୍ଷତ୍ର। ଆମର କର୍ମ ଓ ଆମର ମନ ଦୁଇଟି ଯାକ ଯଦି ସଠିକ୍ ଥିବେ ତାହେଲେ ଆମର ଅସୁବିଧା କିଛି ହେବ ନାହିଁ। କାହିଁକିନା ଲାଇଫ୍ରେ ଆମକୁ ଆନାଲିସିସ୍ କରିବା ପାଇଁ ପଡ଼େ, ସେଥିରେ ଆମର କଣ୍ଟ୍ରୋଲ୍ ଥାଏ। ମନ ତ ଦୂରକୁ ଯିବ, ମନ ଚାହିଁବ ପାଇବା ପାଇଁ, କିନ୍ତୁ ଆମେ ତାକୁ କଣ୍ଟ୍ରୋଲ୍ କରିବା ଦ୍ୱାରା ଆମର ବୁଦ୍ଧି ବିବେକ ଦେଇଛନ୍ତି ଭଗବାନ ଆମକୁ, ତା'ର ସଦୁପଯୋଗ କରିବା, ନ୍ୟାୟ ଉପରେ ରୋଜଗାର କରିବା, ଅନ୍ୟର ମଙ୍ଗଳ ସାଧନ କରିବା। କିଏ କାହାକୁ ଭଲ କହୁ ବା ଖରାପ କହୁ ସେଇଟା ତା'ର ନିଜ ଉପରେ ନିର୍ଭର କରେ। ଆମେ ଯାହାକୁ ବି ବ୍ୟବହାର କରିବା, ଆମର ବ୍ୟବହାର ହିଁ ଆମର ପରିଚୟ। ଗୋଟେ ସଂସ୍କାରିତ ପରିବାରର ପିଲା ସେ ସଂସ୍କାର ଶିଖିଛି କି ନାହିଁ ତା'ର ଚାଲିଚଳନ, କଥାବାର୍ତ୍ତା ଓ ବ୍ୟବହାରରୁ ଜଣାପଡ଼େ। ଆମ ସହିତ କିଏ କ'ଣ କହୁଛନ୍ତି, କିଏ କିପରି ବ୍ୟବହାର କରୁଛନ୍ତି ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ। ଆମେ ଲୋକଙ୍କୁ କେମିତି ବ୍ୟବହାର କରୁଛନ୍ତି, ଲୋକ ସହିତ କଥାବାର୍ତ୍ତା କେମିତି କରୁଛନ୍ତି, ଆମର କର୍ତ୍ତବ୍ୟ କେମିତି ଅଛି, ଆମର ତ୍ରୁଟି ଅଛି କି ନାହିଁ, କେବଳ ଆମେ ନିଜେ ଆତ୍ମଚିନ୍ତନ ଦ୍ୱାରା ଏସବୁ ଜାଣିପାରିବା। ଏବଂ ଆମେ ନିଜର ଟିକେ ଟିକେ ତ୍ରୁଟିକୁ ଯଦି ସୁଧାରି ନେଇଯିବା ତାହେଲେ ଆମ ଜୀବନ ସୁରୁଖୁରୁରେ ଚାଲିବ ଏବଂ ଆମେ ଜଣେ ସମାଜରେ ଭଲ ମଣିଷ ହୋଇପାରିବା। ମଣିଷ ଜନ୍ମ ହେଉଛି ପରୋପକାର, ସେବା, ଅନ୍ୟକୁ ସହାୟତା କରିବା, ନିଜେ